ରାମନବମୀରେ ଘଟିଗଲା ବହୁତ ବଡ଼ ଦୁଃଖର ଘଟଣା। କାଉ ଉଜାଡ଼ି ଦେଲା ସୁନା ସଂସାର, କାଙ୍ଗାଳ କରି ବସାଇ ଦେଲା ବଡ଼ଦାଣ୍ଡରେ। କାହିଁକି ହେଲା? କ'ଣ ପାଇଁ ହେଲା? ରାମନବମୀରେ ସାରା ଭାରତବର୍ଷ ଉତ୍ସବ ମୁଖର ଥିଲାବେଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟ ହଂସଡାଳି ଗ୍ରାମର ଗୋଟିଏ ପରିବାର ହୋଇଗଲା ସର୍ବଶାନ୍ତ। ଗୋକୁଳ ରାଉତ ଓ କାଳିଆ ରାଉତ ନାମକ ବ୍ୟକ୍ତିଙ୍କ ସୁନାର ସଂସାରରେ ଗୋଟିଏ କୁଆ ଲଗାଇଦେଲା ନିଆଁ। ହନୁମାନ ଲଙ୍କା ଦହନ କଲାଭଳି ଏହି କାଉଟି ହଂସଡାଳି ଗ୍ରାମର ଗୋକୁଳ ରାଉତଙ୍କ ଘରେ ଘଟାଇଛି ଲଙ୍କାକାଣ୍ଡ। ଘଟଣାଟି ଅତି ଚମତ୍କାର ଭାବେ ଘଟିଛି ଦର୍ଶକ ବନ୍ଧୁ, ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ। ଆଜି ରାମନବମୀ ହୋଇଥିବାରୁ ଗ୍ରାମର ପାଖ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପାଇଁ ଲୋକମାନେ ଯାଇଥିଲେ। ଆଉ ଠାକୁରଙ୍କ ପାଖରେ ଦୀପ ଲଗାଇ ପୂଜାପାଠ କରୁଥିଲେ। ଏହି ସମୟରେ ଗୋଟିଏ କାଉ କେଉଁଠି ଥିଲା ହଠାତ୍ ଆସି ଗୋଟିଏ ଜଳନ୍ତା ଦୀପ ସଳିତାକୁ ଥଣ୍ଟରେ କାମୁଡ଼ି ନେଇଯାଇ ଗୋକୁଳ ଓ କାଳିଆ ରାଉତଙ୍କ ଚାଳଘର ଉପରେ ଥୋଇଦେଲା। ଆଉ ତାପରେ ସେହି ପରିବାରର ସୁନାର ମନ୍ଦିର, ସୁନାର ସେହି ଘର ପାଉଁଶ ହୋଇଗଲା। ହୁତୁ ହୁତୁ ହୋଇ ଜଳିଗଲା 8 ବଖରା ଘର। କେହି କିଛି ବୁଝିବା ଆଗରୁ ସବୁକିଛି ପାଉଁଶ ହୋଇଗଲା। ଘର ଭିତରେ ଥିବା ଲୋକମାନେ ବିକଳରେ ଦୌଡ଼ି ଆସିଲେ ବାହାରକୁ। ଗାଁ ଲୋକମାନେ ଉପାୟ ଶୂନ୍ୟ ହୋଇଗଲେ। ସମସ୍ତିଙ୍କ ଆଖି ସାମ୍ନାରେ ଜଳିଗଲା 8 ବଖରା ଘର ଓ ସମସ୍ତ ଆସବାବପତ୍ର, ଲକ୍ଷାଧିକ ଟଙ୍କା, ଗାଡ଼ି ମଟର ସବୁକିଛି ଜଳିଗଲା ସେହି ଘର ଭିତରେ। ବଡ଼ଦାଣ୍ଡରେ ବସାଇ ଦେଇଗଲା କାଉଟି। ରାମନବମୀରେ କାଉର ଏହି ବର୍ବରତା କାଣ୍ଡ ସମସ୍ତିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାଉଟି କାହିଁକି ଏପରି କଲା? କୋଠା ଘର ଉପରେ ଜଳିଲା ବତୀଟିକୁ ନ ରଖି ଚାଳ ଘର ଉପରେ କାହିଁକି ରଖିଦେଲା? ଏହି ଘଟଣା ବର୍ତ୍ତମାନ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୁନାର ସଂସାରରେ, ସୁନାର ମନ୍ଦିରରେ, ସୁନାର ସେହି ଘରେ କାଉଟି ଲଗାଇଦେଲା ଲଙ୍କାକାଣ୍ଡ। ଘଟାଇଦେଲା ଏକ ବିରାଟ ବଡ଼ ଘଟଣା, ଯାହା ଫଳରେ ସେହି ପରିବାର ଆଜି ସମ୍ପୂର୍ଣ୍ଣ ଭିକାରୀ ହୋଇଯାଇଛି, ବଡ଼ଦାଣ୍ଡକୁ ଚାଲି ଆସିଛି। ରାମନବମୀରେ ସମସ୍ତେ ରାମଙ୍କ ଉତ୍ସବ ମନାଉଥିବା ବେଳେ ଗୋକୁଳ ଓ କାଳିଆ ରାଉତଙ୍କ ପାଇଁ ଏହି ଦୁର୍ଘଟଣା ସର୍ବହରା କରିଦେଇଛି, ସର୍ବଶାନ୍ତ କରିଦେଇଛି ସେହି ପରିବାରକୁ। ବର୍ତ୍ତମାନ ସରକାରଙ୍କ ଛଡ଼ା ଆଉ କେହି ତାଙ୍କ ପାଇଁ ସାହାଯ୍ୟର ଆଶା ହୋଇପାରିବେ ନାହିଁ।